ମାନେ ଆଜି ଆମେ ପଢ଼ିବା ଆମ ଦ୍ୱିତୀୟ ଶ୍ରେଣୀର କ'ଣ ପାଠ 5 ହସଖୁସିର ପାଠ 5 କ୍ରିକେଟ ଖେଳ ହେଲା। ଏକ ସୁନ୍ଦର ଚାପ୍ଟର, ତାକୁ ଆଗ ଭଲରେ ବୁଝିବା। ପିଲାମାନେ, ଖରାଦିନ ସରି ଆସୁଥାଏ। ଆମେ ଜାଣିଛେ ଯେତେବେଳେ ଖରାଦିନ ସରି ଆସେ ଆମର କ'ଣ ଆସେ? ବର୍ଷା ଦିନ ଆସେ। କିନ୍ତୁ ବର୍ଷା ସେତେବେଳେ ହୋଇନଥାଏ, ଜଷ୍ଟ ସରି ସରି ଆସୁଥାଏ। ସେତେବେଳେ ଅସହ୍ୟ ଗରମ, ମାନେ ବହୁତ ଜୋରରେ ଗରମ ହେଉଛି। ପର୍ବତ ପାଖ ପଡ଼ିଆରେ ବିଲୁଆ ଓ ଠେକୁଆ ବସିଥିଲେ, କ୍ରିକେଟ ଖେଳ ଉପରେ ଆଲୋଚନା କରୁଥିଲେ ହେଲା। ତମେମାନେ ସବୁ କ୍ରିକେଟ ଖେଳୁଥିବ। କ୍ରିକେଟ ଖେଳରେ କ'ଣ ବ୍ୟାଟ ବଲ୍ ସବୁ ଥିବ। ବିଲୁଆ କହିଲା, ଠେକୁଆ ଭାଇ, ଆମେ ଟିକେ କ୍ରିକେଟ ଖେଳ ଖେଳିବା ନାହିଁ? ଠେକୁଆ ତା କଥାରେ ହଁ ମାରିଲା, ବୁଝିଲା। ତାହେଲେ ବିଲୁଆ କହିଲା ଆମେ କ୍ରିକେଟ ଖେଳିବା କଥା ଉଠେଇଲା, ପଚାରିଲା। ଠେକୁଆ ସେ କଥାକୁ ହଁ କଲା। ତାପରେ ଖେଳ ପୂର୍ବରୁ ସଭାଟିଏ ବସିବ। ଗାତରେ ରହୁଥିବା ମୂଷା ଓ ସାପକୁ ବିଲୁଆ ଖବର ଦେଲା। ତାହେଲେ ଗାତରେ ରହୁଥିବା ମୂଷା ଓ ସାପକୁ ବିଲୁଆ ଯାଇକି ଖବର ଦେଲା। ପଥର ଖୋଲ ଭିତରେ ରହୁଥିବା ବାଘ ଓ ଭାଲୁକୁ ବି ଡକାଗଲା ହେଲା। ତାହେଲେ ଗାତରେ ରହୁଛି ମୂଷା ଓ ସାପ, ପଥର ଖୋଲ ଭିତରେ ବାଘ ଆଉ ଭାଲୁ, ଗଛ କୋରଡ଼ରେ ରହୁଥିବା ଶାଗୁଣା, ପେଚା, କାଠହଣା ଆଦି ହେଲା ପଶୁପକ୍ଷୀମାନଙ୍କୁ ଖବର ଦେଲା। ତାହେଲେ ପାଣିରେ ଥିବା ଜୀବ, ବେଙ୍ଗ, କଇଁଛ, ମଗର, ଚିଙ୍ଗୁଡ଼ି, କଙ୍କଡ଼ା ଏମାନଙ୍କୁ ମଧ୍ୟ ଖବର ଦିଆଗଲା। ପିଲାମାନେ, ତମ ଭିତରୁ ବହୁତ ପିଲା ଅଛନ୍ତି ବହି ପଢ଼ି ମଧ୍ୟ ଶିଖିନଥିବେ। ଦ୍ୱିତୀୟ କ୍ଲାସ ପିଲା ହେଲେଣି, ବହି ପଢ଼ି ଶିଖ। ଆସ୍ତେ ଆସ୍ତେ ସବୁ ଶିଖିଲେ, ଅଭ୍ୟାସ କଲେ ଆମର ସବୁ ହେଇଯିବ, ବୁଝିହେଲା। ସମସ୍ତଙ୍କୁ ତାହେଲେ ଡକାଗଲା। ବର୍ତ୍ତମାନ ସଭା ବସିବ। ସଭା ବସିଲା। ଖେଳ ଦିନ ଠିକ୍ ହେଲା। ଖେଳ କେଉଁ ଦିନ ହେବ? ଠିକ୍ ହେଲା। ବିଲୁଆ ଗୋଟେ ଦଳର କ୍ୟାପ୍ଟେନ୍, ଅନ୍ୟ ଦଳର କ୍ୟାପ୍ଟେନ୍ ଥିଲା ଠେକୁଆ। ଖାଇବା ପାଇଁ ବିସ୍କୁଟ ଓ ସରବତର ଯୋଜନା ହେଲା। ଭାଲୁ କହିଲା, ବିଜୟୀ ଦଳକୁ କ'ଣ ପୁରସ୍କାର ଦେବା? ହାତୀ କହିଲା, ଗୋଟେ ଦର୍ପଣ ଦେବା, ବୁଝିଲା। ଦର୍ପଣ ଆମେ ଦେଖିଥିବା, ଦର୍ପଣ ଯେଉଁଥିରେ ଆମେ ଆମ ମୁହଁ ଦେଖୁ। ତାପରେ ଘର ଚଟିଆ ସରବତ ତିଆରି କରିବା ପାଇଁ କହିଲା। ଭାଲୁ ବିସ୍କୁଟ ଦର୍ପଣ କିଣିବାର ଦାୟିତ୍ୱ ନେଲା। ଆଉ ମୂଷା କ'ଣ କଲା? ମୂଷା ତ କାଟିଦେବ ସବୁ। ତାହେଲେ ମୂଷାକୁ ଜଣାଥିଲା ବ୍ୟାଟ୍ ତିଆରି କରିବା। ତାହେଲେ ମୂଷା କଲା ବ୍ୟାଟ୍ ତିଆରି। ତାକୁ କାଠହଣା ଚଢ଼େଇ ସାହାଯ୍ୟ କଲା ହେଲା। ମୂଷାକୁ କାଠହଣା ଚଢ଼େଇ ବ୍ୟାଟ୍ ସାହାଯ୍ୟ କରିବାରେ ସାହାଯ୍ୟ କଲା। ବଣି ବଲ୍ଟିଏ ଆଣିଲା। ଆମେ ଯେଉଁ କ୍ରିକେଟ ଖେଳୁଛେ, ବଲ୍ଟି ସବୁ ଯେତେବେଳେ ଦୂରକୁ ଯାଉଛି, ଗୋଟେ ବଣି କ'ଣ କରିଛି? ଗୋଟେ ବଲ୍ଟିକୁ ଧରିକି ପଳେଇ ଆସିଛି। ଦୁଇ ଦଳ ଜୋରସୋରରେ ଖେଳ ଅଭ୍ୟାସ କଲେ, ପ୍ରତିଦିନ ବ୍ୟାୟାମ କଲେ। ଖେଳ ଦିନ ସକାଳୁ ଭାଲୁ ସ୍କୁଟର ଧରି ବିସ୍କୁଟ ଓ ଦର୍ପଣ ଆଣିବାକୁ ଗଲା। କିଏ ଗଲା? ଭାଲୁ ଗଲା। ଠେକୁଆ ଦଳ ବୋଲିଂ କଲେ, ବିଲୁଆ ଦଳ ବ୍ୟାଟିଂ କଲେ। ଅନ୍ୟମାନେ ଖେଳ ଦେଖିଲେ। ପ୍ରଥମ ବଲରେ ବିଲୁଆ ଦଳର ଜଣେ ଆଉଟ୍ ହେଇଗଲା। ଠେକୁଆ ଦଳ ଓ ଅନ୍ୟମାନେ କ'ଣ କଲେ? ଖୁସିରେ ତାଳି ମାରିଲେ, ବାଦ୍ୟ ବଜାଇଲେ। ଆଉ ଗୋଟିଏ ବଲରେ ବିଲୁଆ ଦଳର ଜଣେ ଛକା ମଧ୍ୟ ମାରିଲା। ବଲ୍ଟି ଯାଇ ଗାତରେ ପଡ଼ିଲା। ସାପ ଗାତ ଭିତରୁ ବଲ୍ ଆଣିଲା। ଖେଳ ସରି ଆସୁଥାଏ, ଭାଲୁର ଇଆଡ଼େ ଦେଖା ନଥାଏ। ଘର ଚଟିଆ ତାକୁ ଖୋଜିବାକୁ ଗଲା। ଠେକୁଆ ଦଳ 6 ୱିକେଟରେ ଖେଳ ଜିତିଲା ହେଲା। ଖୁସିରେ ଗୀତ ଗାଇଲେ, ବାଦ୍ୟ ବଜାଇଲେ ହେଲା। ଠେକୁଆ ଦଳ 6 ୱିକେଟ ଜିତିଛି ହେଲା। ତାପରେ ଅନ୍ୟମାନେ ନିଜ ନିଜ ଘରକୁ ଫେରିଗଲେ।